सुंदर रे बाबा मो गुरु को डाकिले हेबा मु हेली महामंत्री आउ मो गुरु हला महाराजा नहीं नहीं मो गुरु डाक गुरुदेव आज्ञा महाराज आपण शीघ्र आस महाराज दिनटा बीतीगला आम भाणजी छोट रु बड़ है आम महाराज को जमीती हेले भी एटा जनइबा को पड़िबो जमीती हेले भी मो महाराज को डाकिबा को पड़िबो आज्ञा महाराज कुआड़े गले जंगल जंगल आसवा को लेट भी होबा एठी अपेक्षा करिबी हां तो कड़ करुछु आज्ञा महाराज किछि ना ना टिके बुला बुली आपण माने पळे आसले आज्ञा हेला आज्ञा आपण भल्लो छतो आज्ञा हो तो ठीक आज्ञा तो ठीक अछि तो आज्ञा महाराज काम करेवा आज्ञा महाराज से दिन कोन कथा कहथिलु आज्ञा बाबा वैसा साजी हेले आज्ञा आम झियो गला कुआड़े मो भाणजीर कथा आपण बुझी ना के आज्ञा आम भाणजी को डाकिबा को पड़िबो आज्ञा छोट छुआ परा एड़ेटा खोलो आज्ञा ले डाकिबा को पड़िबो आज्ञा डाकुची आज्ञा ठीक अछि आलो ए भाणजी अरे डाकी दे भाणजी भक्ति भरा भूमिष्ठ प्रणाम आया सुलक्षणी है खबा देखिला धिया मां हे मां बापा अरे मां की करे डकाईच्या तुम्हारी निकटी अरे की करणे प्रकाश करंत बापा आज्ञा महाराज देखिला हम भाणजी केते सुंदर केते बड़ हो जाई छिया हे मां प्रियका बापा अरे बापा तोते डकाईबा कारण कोन है बापा 17 वर्ष रो 18 वर्ष आरंभ हला बापा हेले मु
जंगल रे बुली बुली अनेक समय बीतीगला बापा हेले मो सुना कोंडेई झीटा को देखी पारू साथी बापा अरे देखिबा पाई बापा। से दुखरे अछि ना सुखरे अछि बापा सेइति पाई मो ए अकर्मा महामंत्री को संपूर्ण भावरे मो खबर ଶୁଣୁଛନ୍ତି ବାପା हाँ माँ ଏ ଗାଁରେ ଲୋକେ ଏଇ ଗାଁରେ ଲୋକେ କୁହାକୁହି ହେଉଛନ୍ତି ମୁଁ କୁଆଡ଼େ ତମ ଝିଅ ନୁହେଁ ବୋଲି ए बा प्रियंका ବାପା अरे किए कहछे औ किए कइला मो तोर बाप तू मोर झियो ବାପା अरे ए कालीद्री नागेश्वर झियो नुह बोलाई किए कहछे ବାପା हबा ସାଥିରେ ବାପା अरे ହେଲେ ବାପା हम ତମେ ଜାଣିଛ ନା ଆଜି ହେଉଛି ତମ ଗେଲି ଝିଅ ପ୍ରିୟଙ୍କାର ଜନ୍ମଦିନ ए बापालो हाँ महाराज ए आम झियर जन्मदिन हाँ महाराज आपण भूली जाइछो महाराज संपूर्ण तो भूली जाछे हेले अकर्मा आज्ञा महाराज से जंगल बुली बुलू से नई कूल रे बसिकी तू आउ मु से कथा होथिलु हाँ महाराज आम गेला झियापुरा मो सुंदरिया भाणंदी ବାପା ठीक अछि मालो तू चिंता करना ବାପା आज मो ବାପା ଏ ଜନ୍ମଦିନ ଅବସରରେ ମୁଁ ଆପଣଙ୍କୁ କିଛି ମାଗିବାକୁ ଚାହୁଁଛି अरे बाकी मुमा ବାପା ए माया नगरी राज्य जन प्रजा समस्त को मो निमंत्रण करूछि ବାପା हेले मा ଶୁଣନ୍ତୁ ବାପା अरे तो जन्मदिनटा एमिति नुह माया नगरी राज्य जन प्रजा समस्ते आसी धूमधाम आयोजन रे पालन हब ସାଥିରେ ବାପା हाँ माँ ବାପା अरे माँ ଜନ୍ମଦିନ ଆଜି ମୋର ବରଷ 18 ଜନ୍ମଦିନ ଆଜି ମୋର ବରଷ 18 ଜନ୍ମଦିନ ଆଜି ମୋର ବରଷ 18 ଦବ ତମେ ମତେ ଉପହାର ଦବ ତମେ ମତେ ଉପହାର ପିତା ତମର ପିତା ତମର ପିତା ତମର ପିତା ତମର ମାମୁ ଭାଣନ୍ଦୀ କେତେ ସୁନ୍ଦରିଆ ରେ ମାମୁ ମାମା ମୋ ମନର କଥାଇବି କହିଦେବି ଯଶା ପିତା ତୁମ ଗୁଣ ଗାଉଥିବି अरे मौरी गुण न पाइबो पाइबो कार गुण କହିଦେବି ଯଶା ପିତା ତୁମ ଗୁଣ ଗାଉଥିବି पाइबो କରିଅଛି ଇଚ୍ଛା ବଳ ବୁଲିବି ଜଙ୍ଗଲ କରିଅଛି ଇଚ୍ଛା ବଳ ବୁଝିବି ସକଳ ଦିଅ ମତେ ଉପହାର ଦିଅ ମତେ ଉପହାର ପିତା ତମର
ମୋ ସାଙ୍ଗମାନଙ୍କ ସହିତ ସେଇ ଜଙ୍ଗଲକୁ ବୁଲିବାକୁ ଯିବି ବାପା। ନାଇଁ ମୋ ନାଇଁ ଏ ମା ପ୍ରିୟଙ୍କା ବାପା ଦେଖନ୍ତୁ ବାପା। ଆରେ ମା ଶୁଣ ଏ ଜଙ୍ଗଲରେ ଅନେକ ଗୁଡ଼ା ବ୍ୟାଘ୍ର ଜନ୍ତୁ ମାନେ ଅଛନ୍ତି ବାପା। ଏ ଜଙ୍ଗଲରେ ସେ ବ୍ୟାଘ୍ର ଜନ୍ତୁ ହାବୁଡ଼ାରେ ତୁ ଯଦି ପଡ଼ିଯିବୁ ବାପା ଆରେ ତୋ ପରି ଝିଅ ଆଉ ପାଇବି କୋଉଠି? ବାପା ନାଇଁ ମା ନାଇଁ ଆଉ ଯା ମାଗିବା କଥା ମାଗିନେ। ବାପା ଦେଖନ୍ତୁ ବାପା ମୁଁ କ'ଣ ମୋ ଗୋଟେ ଛୋଟ ପିଲା ହେଇଛି ଯେ ସେଇ ଜଙ୍ଗଲରେ ଆଗଛି ଯିବି ଖାଇଲେ ଆଜ୍ଞା ମହାରାଜ। ମୁଁ ଯଦି ମୋ ସାଙ୍ଗମାନଙ୍କ ସହିତ ସେଇ ଜଙ୍ଗଲକୁ ବୁଲିବାକୁ ନ ଯିବି ତାହେଲେ ମୁଁ ଦେବାଦେବ ମହାଦେବଙ୍କୁ କେମିତି ପୂଜା ଅର୍ଚ୍ଚନା କରିବି ବାପା? ଆଜ୍ଞା ବାପା ବୁଝିବାକୁ ଚେଷ୍ଟା କରନ୍ତୁ ବାପା। ଆଜ୍ଞା ମହାରାଜ। ଏ ଛୋଟ ଛଅଟା ପରା ଜଙ୍ଗଲକୁ ଛାଡ଼ିବାନି ମହାରାଜ। ଆଉ ଯଦି ଜଙ୍ଗଲକୁ ଛାଡ଼ିଦେବା ଏଇ ଜଙ୍ଗଲରେ ବଡ଼ ବଡ଼ ବାଘ ଭାଲୁ ହାତୀ ସବୁ ଯଦି ଖାଇଦେଲେ କ'ଣ କରିବା? ଆଜ୍ଞା ବାପା ଏ ମା ପ୍ରିୟଙ୍କା ବାପା ଠିକ ଅଛି ଠିକ ଅଛି ବାପା ଅକର୍ମା ଆଜ୍ଞା ମହାରାଜ। ମୋ ଝିଅ ଯିବ ଜଙ୍ଗଲ ବୋଲି ସେଇ ଜଙ୍ଗଲରେ ମହାଦେବଙ୍କର ମନ୍ଦିର ଅଛି। ମନ୍ଦିର ଅଛି ଆଜ୍ଞା। ସେଇ ମନ୍ଦିରରେ ପୂଜା ଅର୍ଚ୍ଚନା କରି ଦର୍ଶନ କରି ଫେରି ଆସିବ। ଆଜ୍ଞା ଆଜ୍ଞା ମହାରାଜ ଯଦି ସେଇ ଜଙ୍ଗଲକୁ ଯିବା ଆଜ୍ଞା ଆଜ୍ଞା ସେ ତା ସାଙ୍ଗସାଥି ସହିତ ଯିବ। ତତେ ମୁଁ ଆଦେଶ କରୁଛେ ଆଜ୍ଞା ମହାରାଜ। ମୋ ଝିଅ ପଛରେ ପଛରେ ରହିବା। ଆଜ୍ଞା ପଛରେ ପଛରେ ଆଜ୍ଞା ଜଙ୍ଗଲରେ ବଡ଼ ବଡ଼ ବାଘ ଭାଲୁ ଅଛି ଆଜ୍ଞା। ଆପଣଙ୍କ ଝିଅ ସେଇଠି ସେଇଠି ସେଇ ଫଳମୂଳ ଖାଇ ଖାଇ ଆପଣଙ୍କୁ କିଏ ଖାନା ପିନା ଦେବ ଆଜ୍ଞା? ଆପଣଙ୍କୁ ଖାଇବାକୁ କିଏ ଦେବ? ଆରେ ଖାଇବା ପିଇବା ମୁଁ ନିଜେ ବନ୍ଦୋବସ୍ତ କରିବି। ଆଜ୍ଞା ତୁ କଣ ଚିନ୍ତା କରୁଛୁ? ଆଜ୍ଞା ମହାରାଜ। ମୋ ଝିଅ ଯିବ ସେଇ ଜଙ୍ଗଲରେ ମହାଦେବଙ୍କର ମନ୍ଦିରରେ ଆଜ୍ଞା ମହାରାଜ। ପୂଜା ଅର୍ଚ୍ଚନା କରି ଦର୍ଶନ କରି ସେ ଚାଲି ଆସିବ। ଆଜ୍ଞା ଭୁଲ ହେଇଗଲା ଆଜ୍ଞା କ୍ଷମା କରିଦେବା ଆଜ୍ଞା। ତା ସହିତ ପଛରେ ପଛରେ ତୁ ରହିବୁ। ଆଜ୍ଞା ମହାରାଜ। ରହିପାରିବୁ? ଆଜ୍ଞା ଯୋଉ ଚା ପାଣି ସବୁ ଅଛି ଆପଣ ପିଇ ଖାଇଦେବ ଆଜ୍ଞା। ଆପଣଙ୍କ ଝିଅ ସହିତ ପଛ ପଛରେ ମୁଁ ଯିବି ଆଜ୍ଞା, ଆଗରେ ଯିବିନି ଆଜ୍ଞା। ବାପା ଯଦି ମୋ କଥାକୁ ଅମାନ୍ୟ କରି ଆଜ୍ଞା ମହାରାଜ ଅକ୍ଷରେ ଅକ୍ଷରେ ପାଳନ ନ କରିବୁ ତାହେଲେ ଏଇ କ୍ଷଣି ଏ ମାୟାନଗରୀ ରାଜ୍ୟରୁ ତୋତେ ମୁଁ ନିର୍ବାସିତ କରିବି। ଆଜ୍ଞା ଆପଣଙ୍କ ଝିଅ ପଛ ପଛରେ ଯିବି ଆଜ୍ଞା। ଠିକ୍ ଠିକ୍। ହଁ ମା ତାହେଲେ ମୁଁ ମୋ ସାଙ୍ଗ ସହିତ ସେଇ ଜଙ୍ଗଲକୁ ବୁଲିବାକୁ ଯିବି ବାପା। ହଁ ମା ସତରେ ବାପା। ତ ଯୋଉଟା ମତେ କହିଥିଲୁ ସେଇଟା ମୁଁ ତତେ ଆଦେଶ କରୁଛି, ଠିକ ଅଛି ବାପା। ଆଶୀର୍ବାଦ କରୁଛି ମା। ହେଲେ ମା